ଯେତେବେଳେ ରସରେ ଆମେ ଡୁବିଯିବା ସେତେବେଳେ ପ୍ରେମ, ପ୍ରେମର ଯେତେବେଳେ ଉପର ପାହାଚକୁ ଯିବା ସେତେବେଳେ ମହାପ୍ରେମ, ଏବଂ ମହାପ୍ରେମର ପରାକାଷ୍ଠାରେ ସ୍ୱୟଂ ଶ୍ୟାମ ସୁନ୍ଦର ଏବଂ ରାଧାରାଣୀ। ଦିନେ ଆଜି ସେହି ବ୍ରଜରାଜେଶ୍ୱରୀ ଶ୍ୟାମ ସୁନ୍ଦର ଆନନ୍ଦରେ ବିହରଣ କରୁଛନ୍ତି। ଗଳାରେ ବନମାଳା ପକାଇଛନ୍ତି। ରାଧାରାଣୀ ବୈଜୟନ୍ତୀ ମାଳାକୁ ଗ୍ରନ୍ଥନ କରିକି ଆଜି ଶ୍ୟାମ ସୁନ୍ଦରଙ୍କର ଗଳାରେ ଲମ୍ବେଇ ଦେଇଛନ୍ତି। ଶ୍ୟାମ ସୁନ୍ଦର ଆଜି ସେହି ବୈଜୟନ୍ତୀ ମାଳାକୁ ଶୁଙ୍ଘି ଦିଅନ୍ତି ଏବଂ ତାର ଗୋଟିଏ କାଢ଼ିକି କନିଆରୀ ଫୁଲଟିଏ କାନରେ ଖୁଞ୍ଚନ୍ତି। ବରହା ପୀଡ଼ମ ନଟବର ବପୁ କର୍ଣ୍ଣୟୋ କର୍ଣ୍ଣିକାରମ ବିଭ୍ରଦ ବାସ କନକ କପିଶମ ବୈଜୟନ୍ତୀଞ୍ଚ ମାଳାମ ରନ୍ଧ୍ରାନ୍ ବେଣୋ ରଧର ସୁଧୟା ପୂରୟନ୍ ଗୋପବୃନ୍दै ବୃନ୍ଦାରଣ୍ୟଂ ସପତ ରମନମ ପ୍ରାବିଶତ୍ ଗୀତ କୀର୍ତ୍ତି। ସେହି ଶ୍ୟାମସୁନ୍ଦର ନଟବର ବପୁ ବୃନ୍ଦାବନରେ ଏହିପରି ବିଚରଣ କରନ୍ତି ସତେକି ପବନ, ଆଜି ସେହି ପବନ ଅର୍ଥାତ୍ ବାୟୁ କେଉଁ କୋଣେ ଅନୁକୋଣେ ମଧ୍ୟ ନ ଯାଇକି ନାହିଁ। ଠିକ୍ ସେହିପରି ସେହି ଶ୍ୟାମ ସୁନ୍ଦର ବ୍ରଜ 84 କୋଶରେ କେଉଁ ଗଳି କେଉଁ ଘର କେଉଁଠିକି ମଧ୍ୟ ଛାଡ଼ି ନାହାନ୍ତି। ଗଳି ଗଳି କୁଞ୍ଜ କୁଞ୍ଜରେ ସବୁଆଡ଼େ ବିଚରଣ କରୁଛନ୍ତି ଯେଉଁପରିକି ପବନ। ଆଜି ସେହି ଶ୍ୟାମ ସୁନ୍ଦର ଏବଂ ଶ୍ରୀମତୀ ରାଧାରାଣୀ ବିହରଣ କରୁଛନ୍ତି। ରାଧାରାଣୀ କହିଲେ, ଶୁଣିଲ ଶ୍ୟାମ, ହେ କୃଷ୍ଣ ଶୁଣୁଛ, ହେ ପ୍ରାଣପ୍ରିୟ। ଶ୍ୟାମ ସୁନ୍ଦର କହିଲେ, କହୁନ ରାଧେ, ତୁମେ ଆଶ୍ଚର୍ଯ୍ୟ ହେଲା ଭଳି କ'ଣ ଏହିପରି ଶବ୍ଦ କହୁଛ? ନା, ଆଶ୍ଚର୍ଯ୍ୟକର ସ୍ୱପ୍ନଟିଏ ଦେଖିଲି, ତେଣୁ ଆଶ୍ଚର୍ଯ୍ୟ ହିଁ କହିବା ପାଇଁ ପଡ଼ୁଛି। ସ୍ୱପ୍ନ ତ ସ୍ୱପ୍ନ, ପୁଣି ଆଶ୍ଚର୍ଯ୍ୟକର ସ୍ୱପ୍ନ। ହଁ, ଆଶ୍ଚର୍ଯ୍ୟକର ସ୍ୱପ୍ନ। ହଁ, କ'ଣ ସ୍ୱପ୍ନଟିଏ ଦେଖିଲ କହିଲ? ନା, କହିବା ପାଇଁ ତ ଏକାନ୍ତରେ ମୁଁ ଆପଣଙ୍କ ସହିତ ବିହରଣ କରୁଛି। ଆଚ୍ଛା ରାଧେ, ବସ। ଆଜି ଯମୁନା କୂଳରେ ଦୁଇ ଜଣ ଯାକ ବସିଲେ, କିଶୋର ଏବଂ କିଶୋରୀ ବସିଛନ୍ତି। ଆଜି ରାଧାରାଣୀ କହୁଛନ୍ତି, ଶୁଣିଲ ଶ୍ୟାମ, ସେହି ଗତକାଲିର ସେହି ସ୍ୱପ୍ନକୁ ଚିନ୍ତା କଲେ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଆରେ ତୁମ ସ୍ୱପ୍ନଟାକୁ ମୁଁ ମଧ୍ୟ ଟିକେ ଜାଣିବା ପାଇଁ ଚାହେଁ। କହିଲେ, ଏହିପରି ସ୍ୱପ୍ନ ଅଭାବନୀୟ ସ୍ୱପ୍ନ। ଆରେ ସ୍ୱପ୍ନଟା ତ କୁହ। ଆଜି ସେହି ରାଧାରାଣୀଙ୍କର ସ୍ୱପ୍ନକୁ, ଭାବନା ଏବଂ ପ୍ରେମକୁ ଶ୍ୟାମ ସୁନ୍ଦର ଜାଣିଛନ୍ତି। କହିଲେ, ଶୁଣ, ତୁମର ସ୍ୱପ୍ନ ମୁଁ ତ ଥିବି ଆଉ। କହିଲେ, ତୁମେ ଥିଲେ ତ ଭଲ ହେଇଥାନ୍ତା, ଆଶ୍ଚର୍ଯ୍ୟ କ'ଣ? ଆରେ ତୁମେ ଯଦି ସ୍ୱପ୍ନରେ ନଥିବ ତାହେଲେ ମୋତେ ତ ନିଦ ଆସେନି। ଯେତେବେଳେ ମୋତେ ନିଦ ଆସେ ତୁମେ ହିଁ ସ୍ୱପ୍ନରେ, ଯେତେବେଳେ ମୋର ଆଖି ଖୋଲେ ତୁମେ ହିଁ ମୋର ସାମ୍ନାରେ। ବୋଲି ଭକ୍ତବତ୍ସଳ ଭଗବାନ କି। କହିଲେ, ଆଖି ପଲକ ବନ୍ଦ କଲେ ତୁମେ ଏବଂ ଆଖି ଖୋଲିଲେ ମଧ୍ୟ ତୁମେ, ସ୍ୱପ୍ନରେ ତୁମେ, ଜାଗରଣରେ ତୁମେ, ଶୟନରେ ତୁମେ, ସବୁ କ୍ଷେତ୍ରରେ ତୁମେ ହିଁ ଶ୍ୟାମ। ତାହେଲେ ସ୍ୱପ୍ନରେ ମୁଁ ନୁହେଁ? ନା ପା, ତୁମେ ଯଦି ଥାଆନ୍ତ ଆଉ ମୁଁ ଆଶ୍ଚର୍ଯ୍ୟ ହେବାର କାରଣ କିଛି ନଥାନ୍ତା। ଆଉ କିଏ? ନା, ଶୁଣ ସେ ସ୍ୱପ୍ନ। କୁହ କୁହ, କ'ଣ ସ୍ୱପ୍ନ ଦେଖିଲ? ଭୂତ, ବେତାଳ, ପ୍ରେତ, ରାକ୍ଷସ କ'ଣ ଦେଖିଲ କି? ନାଇଁ ଗୋ, ଯିଏ ଯାହା ଭାବନା କରିଥାନ୍ତି ରାତିରେ ତାହା ହିଁ ସ୍ୱପ୍ନରେ ଆସେ। ରାଧାରାଣୀ କହୁଛନ୍ତି ଶ୍ୟାମସୁନ୍ଦରଙ୍କୁ, ଯିଏ ଦିନସାରା ଭାବିଥାନ୍ତି ଯେଉଁ କଥା, ସେହି କଥା ହିଁ ଟିକେ ମୋଡ଼ିଫାଇ କରିକି ସ୍ୱପ୍ନଟା ଆସେ। ତାହେଲେ ଭୂତ, ପ୍ରେତ, ଯକ୍ଷ, ରକ୍ଷ, କିନ୍ନର, ପିଶାଚ ନା। ଆରେ ଯେଉଁଠି କୃଷ୍ଣ ଅଛନ୍ତି ସେଇଠି ଭୂତ ପ୍ରେତ ଆସିବ କେଉଁଠୁ? ତୁମେ ହିଁ ଥିଲ ଭୂତ,
ହଁ ଆଜି ତୁମେ ହେଇଥିଲ ଭୂତ, କିନ୍ତୁ ଭୂତ ସ୍ୱପ୍ନ ନୁହେଁ। ତାହେଲେ ତାହେଲେ ମୋତେ ସ୍ୱପ୍ନ ଦେଖିନ ନା? ତାହେଲେ ମୋତେ କିଏ ନେଇଗଲା କି? ରୁହ, ଏହି ସ୍ୱପ୍ନ କେବେ ବି ନୁହେଁ। ଏହିପରି କ'ଣ କହୁଛ? ତାହେଲେ ଆଶ୍ଚର୍ଯ୍ୟକର ସ୍ୱପ୍ନ କ'ଣ? ମୁଁ ଅଛି ନା? ହଁ। ତାହେଲେ ମୋତେ ଦେଖିନ ନା? ଆରେ ମୁଁ ଅଛି ପୁଣି ନା। ସ୍ୱପ୍ନ କ'ଣ ଦେଖିଲ କୁହ? ରାଧାରାଣୀ କହିଲେ, ଶୁଣ ଶ୍ୟାମ, ମୁଁ ସ୍ୱପ୍ନ ଦେଖିଲି ଆଜି ଗୋଟିଏ ବ୍ୟକ୍ତିଙ୍କୁ, ଏବଂ ସେହି ବ୍ୟକ୍ତି ଲଣ୍ଡିତ ମୁଣ୍ଡ ଏବଂ ଶିକ୍ଷା ରଖିଛନ୍ତି, ତୁଳସୀ ମାଳା ବାନ୍ଧିଛନ୍ତି ଏବଂ ତିଳକ ଧାରଣ କରିଛନ୍ତି, ପ୍ରାୟ 7 ଫୁଟ ଉଚ୍ଚ, ଗୋରା ତକତକ, ଏବଂ ତାଙ୍କ ସହିତ ହଜାର ହଜାର ଭକ୍ତ ଏବଂ ହରେ କୃଷ୍ଣ କୀର୍ତ୍ତନ କରୁଛନ୍ତି। ବୋଲି ଭକ୍ତବତ୍ସଳ ଭଗବାନ କି। ପୁଣି ସେତିକି ନୁହେଁ ଶ୍ୟାମ, ଆଉ କ'ଣ ନା ତାଙ୍କ ସହିତ ପଶୁ ପକ୍ଷୀ ମଧ୍ୟ ନୃତ୍ୟ କରୁଛନ୍ତି। ଆଜି ପଶୁ ପକ୍ଷୀ ଝୁରେ ପାଷାଣ ବିଦରେ, ପଶୁ ପକ୍ଷୀ ଝୁରେ ପାଷାଣ ବିଦରେ, ଯାର ଗାଇ ଗୁଣ ଗାଥା, ହୋ ଯାର ଗାଇ ଗୁଣ ଗାଥା, ପଶୁ ପକ୍ଷୀ ଝୁରେ ପାଷାଣ ବିଦରେ। ହେ ଶ୍ୟାମ, ମୁଁ ଦେଖୁଛି ଗୋଟିଏ 7 ଫୁଟିଆ 2 ଭୁଜକୁ ତୋଳି ଦେଇଛନ୍ତି ଏବଂ ଲଣ୍ଡିତ ମୁଣ୍ଡ, ଗୋରା ଯେ ଗୋରା ତକତକ, ଏବଂ ତାଙ୍କର ମୁଖରେ ହରିନାମ, ଏବଂ ହଜାର ହଜାର ଭକ୍ତ କୀର୍ତ୍ତନ କରି କରି ଯାଉଛନ୍ତି। ସେତିକି ନୁହେଁ, ସେତିକିରେ ମଧ୍ୟ ମୁଁ ଆଶ୍ଚର୍ଯ୍ୟ ହୋଇନଥାନ୍ତି। ସେତିକି କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇନଥାନ୍ତି। କାହିଁକି? ସେତିକି କଥାରେ ମୁଁ ଆଶ୍ଚର୍ଯ୍ୟ ନୁହେଁ। ଆଉ କ'ଣ ଦେଖିଲ ନା, ଯେତେବେଳେ ସେ ହରିନାମ କୀର୍ତ୍ତନ କରି କରି ଯାଉଛନ୍ତି, ପୁଣି ମଝି ମଝିରେ କହୁଛନ୍ତି କୃଷ୍ଣ 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 କୃଷ୍ଣ। ମୃଦଙ୍ଗ ବାଜୁଛି, ଗିନି ବାଜୁଛି, ଝାଞ୍ଜ ବାଜୁଛି। ଆଜି ଗିନି, ମୃଦଙ୍ଗ, ଝାଞ୍ଜ, ହାରମୋନିୟମ, ହଜାର ହଜାର ଲୋକ କୃଷ୍ଣ 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 କୃଷ୍ଣ। ତାହେଲେ ଆଶ୍ଚର୍ଯ୍ୟ କାହିଁକି ନା ଏତିକିରେ ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। ଆବା ଦେଖିଲ ଯେଉଁ ବ୍ୟକ୍ତିକୁ, ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ନୁହେଁ। ଆଜି ମୁଖରେ ହରିନାମ ଉଚ୍ଚାରଣ କରୁଥିଲେ, ତାକୁ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। ଆଜି ମୁଖରେ କୃଷ୍ଣ ନାମ ମଧ୍ୟ ଉଚ୍ଚାରଣ କରୁଥିଲେ, ତାକୁ ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। ଆଶ୍ଚର୍ଯ୍ୟଟା ରହିଲା କେଉଁଠି ନା ମହାମନ୍ତ୍ର କୀର୍ତ୍ତନ କରୁଥିଲେ, ଆଜି କୃଷ୍ଣ ନାମ ଉଚ୍ଚାରଣ କରୁଥିଲେ, ହଜାର ହଜାର ଭକ୍ତମାନଙ୍କ ସହିତ ଆନନ୍ଦର ସହିତ ନୃତ୍ୟ କରୁଥିଲେ, ପଶୁପକ୍ଷୀ ମଧ୍ୟ କୀର୍ତ୍ତନ କରୁଥିଲେ, ପାଷାଣ ମଧ୍ୟ କୀର୍ତ୍ତନ କରୁଥିଲେ, ଜଡ଼ ଚେତନ ପାଲଟି ଯାଉଥିଲେ, ସର୍ପ ମଧ୍ୟ ଲାଙ୍ଗୁଡ଼ରେ ନୃତ୍ୟ କରୁଛି। ଆଜି ଗୋଟିଏ ଜାଗାରେ ସିଂହ ଏବଂ ଛେଳି ନୃତ୍ୟ କରୁଛନ୍ତି, ହରିଣ ଆଜି ନୃତ୍ୟ କରୁଛି। ତାହେଲେ ଆଶ୍ଚର୍ଯ୍ୟ ନା? ନା, ସେଥିପାଇଁ ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। ସବୁଯାକ କୀର୍ତ୍ତନ ହେଉଛି, କିନ୍ତୁ କୃଷ୍ଣ 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 କୃଷ୍ଣ। ଆଜି ସେହି କୃଷ୍ଣ କୃଷ୍ଣ କହିକି ନୃତ୍ୟ କରୁଥିଲେ, ଉଦଣ୍ଡ ନୃତ୍ୟ। କିନ୍ତୁ ଦେଖିଲି ଆଶ୍ଚର୍ଯ୍ୟକର ଶବ୍ଦ କ'ଣ, ଆଜି ମହାମନ୍ତ୍ର କୀର୍ତ୍ତନ କରୁଥିଲେ, କୃଷ୍ଣ କୃଷ୍ଣ ଉଚ୍ଚାରଣ କରୁଥିଲେ, ଆଜି ଭକ୍ତମାନେ ଥିଲେ, ସବୁ ଥିଲେ, କିନ୍ତୁ କିଛି ମଧ୍ୟ ଆଶ୍ଚର୍ଯ୍ୟ ନୁହେଁ। କିନ୍ତୁ ଆଶ୍ଚର୍ଯ୍ୟକର ଶବ୍ଦ, ସେହି ବ୍ୟକ୍ତି ଆଜି ରାଧା ରାଧା କହିକି କାନ୍ଦୁଛନ୍ତି। ଯେତେବେଳେ ମୋ ନାଁ ଆସିଲା, ସେତେବେଳେ ମୋ ନିଦ ଭାଙ୍ଗିଗଲା। ସେତେବେଳେ ଆଶ୍ଚର୍ଯ୍ୟ ଲାଗିଲା। କୁହ ସେହି ବ୍ୟକ୍ତିଟା କିଏ? ମୁଁ ଜାଣିପାରୁନି, ବଡ଼ ଆଶ୍ଚର୍ଯ୍ୟ। ତୁମ ନାଁ ଡାକି ଡାକି ଆଜି କ୍ରନ୍ଦନ ନାହିଁ, କିଛି ନାହିଁ, କିନ୍ତୁ রাধে কুয়াড়ে গেল রাধে, রাধে কোথায় গেল, এখনো এসেছ রাধে, আমি কোথায় যাব, হে রাধে, হে রাধে।
चैतन्य महाप्रभु बंगला ना आज कहते कोथाय गेल राधे एखन आसु राधे आमी अधम आमी पामार राधे कोथाय गेलो राधे राधे कोथाय आछे राधे आज मते खोजुछंती से राधा राधा शब्द कहीकि खोजिले मध्य भिन्न किंतु कांदी कांदी खोजुछंती मोर निद भांगीगला कह श्याम से व्यक्ति किए श्याम सुंदर कहले से व्यक्ति आउ अन्य किए नुहे हे आह्लादिनी स्वरूपिणी शक्तिधारिणी तुम्हें टिके जोगरे देखुन से किए भगवानंकर कंठरे गोटे कौस्तुभ मणि थिला एवं से कौस्तुभ मणि रे देखईदेले राधारानी देखुंती सी आउ किए नुहे यही श्याम सुंदर एवं राधारानी दुई जन जाक जाकि कलिजुगरे नृत्य करुछंती बोले भक्तवत्सल भगवान की। द्वापर जुगरे भगवान श्रीकृष्ण आज राधारानी को देखई देथिले आसंता पर्वर लीला जितेबले राधारानींकर भाव को जानिबा पई आज श्याम सुंदर इच्छा प्रकाश कले सेतेबले मनस्थ करदेले मु आसंतारे कौन हेबी एवं सही समस्त देखई देले। हरे कृष्ण आसंता पूर्वरे आश्चर्यकर हुओनी मु ही तुमर रूप को धारण करी जीवी एवं तुमर भाव को अंगीकार करिके जीवी तुमर आज भाव थिबो एवं तुमर रंग थिबो एवं देहटा मोर थिबो। बोलिए भक्तवत्सल भगवान की चैतन्य महाप्रभु की। आज से ही गौरांग महाप्रभु कली जुगरे विचरण हेबे छन्नावतारोयम से ही व्यक्ति आउ किए नुहे मो छन्न अवतार होइकी कलियुग को जीवी कहीं प्रभु हाँ